ସତରେ ଆଉ କଣ କହିମି ସାଙ୍ଗ, ଭାଇ, ବନ୍ଧୁ କିଏ ମତେ ତମେ ଚିହ୍ନିଛ ନା ମୁଁ ତମକୁ ଚିହ୍ନିଛି ବା। ଛାଡ଼। ସତରେ ସଂସାରରେ କେତେ ଦୁଃଖ କେତେ କଷ୍ଟ, ମାନେ କହିବାକୁ ନେଇ ଦୁଃଖ କଷ୍ଟ ମଣିଷ ଜୀବନରେ ସବୁଠାରୁ ଅଧିକ ଆସିଥାଏ, ସୁଖ ବହୁତ କମ୍ ଆସିଥାଏ। ଆମେ ଖାଲି ଭାବନ୍ତି ଯେ ପଇସା ପତ୍ର ଯାହାତ୍ର ଅଛି ସିଏ ଭଲରେ ଚଳୁଥିବ, ସେ ସୁଖରେ ଅଛି। ସେଟା ତ ମୋ ଜାଣିବାରେ ସେଟା ହଉଛି ଧାରଣା ଭୁଲ, ହେଲା କି? ଯେହେତୁ ପଇସା ପତ୍ର ତାଙ୍କ କତିରେ ଥାଇପାରେ, ପଇସାରେ କିଛି କେବେ ହେଲେ ସୁଖ ନଥାଏ। ଆମ କତିରେ ପଇସା ନାହିଁ ବୋଲି ଆମେ ଦୁଃଖ କରୁଛନ୍ତି କି ପଇସା ଥିଲେ ସୁଖ, ସେଇଟା ହଉଛି ଭୁଲ। ଯଦି ଆମ କତିରେ ପଇସା ଯେତିକି ଥାଉ, ଯଦି ଯୋଉ ଶାଗ ପଖାଳ ଲୁଣ ଥାଉ, ଯଦି ଆମ ମନଟାକୁ ଆମେ ସନ୍ତୁଷ୍ଟ କରିପାରିଲେ ସେତିକିରେ, ତେବେ ଆମେ ସୁଖରେ ରହିପାରିବା। ନହେଲେ ନାହିଁ, ସୁଖରେ ଆମେ କେବେ ହେଲେ ରହିପାରିବାନି। ଆମେ ଯେତେ ବଡ଼ ଜିନିଷ ଆଶା କରିବ ମଣିଷ ଜୀବନରେ, କେବେ ହେଲେ ତମ ଆଶା କେବେ ହେଲେ ପୂରଣ ହେଇପାରିବନି। ଯଦି ଆଶା ପୂରଣ ହେଇଯାଆନ୍ତା, ତାହେଲେ ଭଗବାନଙ୍କ ଦୁଆରକୁ କେହି ଯାଆନ୍ତେନି କି ପୂଜା ପାଠ କେହି କରନ୍ତେନି। ବୁଝିଲେ କି? ତେଣୁକରି ଆଶା କରିବାଟା ମଣିଷ ଜୀବନରେ ଆଶା କରିବାଟା ହଉଛି ତାର ହଉଛି ଲକ୍ଷ୍ୟ। ସେ ଯେତେ ଯାହା କର, ସେ ଆଶା କରିବାକୁ ପଡ଼ିବ। କିନ୍ତୁ ଆଶା କଲେ କଣ ହବ? ସବୁ ଆଶା ଯଦି ପୂରଣ ହେଇଯାନ୍ତା ମଣିଷ, ତାହେଲେ ମଣିଷ ଭଗବାନଙ୍କୁ ମାନନ୍ତା ନାହିଁ କେବେ ହେଲେ। ଚାଲନ୍ତୁ ଦେଖିବା ମୋ ଜୀବନର କାହାଣୀ। ଆଜିଠୁ ମୁଁ ଶୁରୁ କରୁଛି। ଆଉ ଯଦି ବି ଆପଣମାନଙ୍କୁ ଭଲ ଲାଗିବ ମୋର ଏଇ କଥା ଶୁଣିବା ଲାଗି, ତାହେଲେ ଆପଣମାନେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ହେଲା କି? ମୁଁ ଆଉ ବେଶୀ କିଛି କହୁନି, ମୁଁ ବସିଥିନି, ମନ ହେଲା ଗୋଟେ ଭିଡ଼ିଓ କରିଦେନି। ଆଉ କୋଉ କାଟାଗୋରୀର ଆଉ ପକେଇବା ନାହିଁ, ମାନେ ଜାଗା ନାହିଁ। ସବୁ କାଟାଗୋରୀର ଭିଡ଼ିଓ ପକାଉଛନ୍ତି, ଆଉ ମୁଁ କଣ କରିବି? ନୂଆ କଣ କରିବି? ମୋତେ ଛାଡ଼, ଚାଲ ଆମ ଜୀବନର ଦୁଃଖ କଷ୍ଟ ସବୁ ଆମେ ଭିଡ଼ିଓ ମାଧ୍ୟମରେ ସେୟାର କରିବା। ଯାହାକୁ ବି ଭଲ ଲାଗିବ ସେ ଦେଖିବ। ଥ୍ୟାଙ୍କ ୟୁ।